ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ହୃଦୟ ସହିତ ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ମୋର ଚ୍ୟାନେଲରେ ଏପରି କିଛି ଭିଡ଼ିଓ ରହିଅଛି ଯେଉଁ ଭିଡ଼ିଓ ଗୁଡ଼ିକ ମୁଁ ମୋର ସବସ୍କ୍ରାଇବରମାନଙ୍କ ଅନୁରୋଧ ରକ୍ଷା କରି ତିଆରି କରିଅଛି। ପ୍ରାୟ ଅଳ୍ପ ଦିନ ତଳେ ଜଣେ ଭାଇ ମୋତେ କମେଣ୍ଟ କରିଥିଲେ, ଦୟାକରି ପାଉଲ, ତିମୋଥୀ, ତିତସ ଏବଂ ଫିଲିମନଙ୍କ ମୃତ୍ୟୁ କିପରି ହୋଇଥିଲା ଏହି ବିଷୟରେ ଏକ ଭିଡ଼ିଓ ତିଆରି କରନ୍ତୁ। ମୁଁ ମଧ୍ୟ ତାଙ୍କୁ ହଁ ବୋଲି କହିଥିଲି। ତେଣୁ ଆଜି ମଧ୍ୟ ସେ ଭାଇଙ୍କ ଅନୁରୋଧକୁ ରକ୍ଷା କରି ମୁଁ ଆଜିର ଭିଡ଼ିଓକୁ ନେଇକି ଆସିଛି। ତେଣୁ ଯଦି ସେ ଭାଇ ଏ ଭିଡ଼ିଓ ଦେଖୁଥାନ୍ତି ତେବେ ଦେଖନ୍ତୁ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଆପଣଙ୍କର ଅନୁରୋଧ ରକ୍ଷା କରି ଏହି ଭିଡ଼ିଓକୁ ମୁଁ ତିଆରି କରିଅଛି, ଯାହାକି ଆମମାନଙ୍କ ନିମନ୍ତେ, ପ୍ରତ୍ୟେକଙ୍କ ନିମନ୍ତେ ଲାଭଦାୟକ ନିଶ୍ଚିନ୍ତ ରୂପରେ ହେବ। ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ପାଉଲ, ତିମୋଥୀ, ତିତସ ଏବଂ ଫିଲିମନ ଆଉ ବର୍ଣ୍ଣବାସ ଏହି 5 ଜଣଙ୍କର ମୃତ୍ୟୁ କିପରି ହୋଇଥିଲା। ଆଉ ତେବେ ଚାଲନ୍ତୁ ଆଜିର ବିଷୟବସ୍ତୁକୁ ଆମେ ଆରମ୍ଭ କରିବା। କିନ୍ତୁ ବିଷୟବସ୍ତୁକୁ ଆରମ୍ଭ କରିବା ପୂର୍ବରୁ ମୋର ଗୋଟେ ଆନାଉନ୍ସମେଣ୍ଟ ରହିଅଛି। ଆଉ ଯଦି ଆପଣ ହିନ୍ଦୀ ଭାଷାରେ ପରମେଶ୍ୱରଙ୍କ ବାକ୍ୟ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରୁଅଛନ୍ତି ତେବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, କାରଣ ଏହି ଚ୍ୟାନେଲରେ ଆପଣ ଯେଉଁ ଭିଡ଼ିଓ ପାଇବେ ତାହା ଓଡ଼ିଆ ଚ୍ୟାନେଲରେ ଆପଣ ପାଇବେ ନାହିଁ। ଆଉ ଗୋଟେ ମଧ୍ୟ ଚ୍ୟାନେଲ ଅଛି ଆତ୍ମିକ ଯାତ୍ରା, ଆଉ ସେଠାରେ ଆପଣ କେବଳ ବାଇବେଲର ଐତିହାସିକ ଜାଗା ଗୁଡ଼ିକ ବିଷୟରେ ଆପଣ ଭିଡ଼ିଓ ପାଇପାରିବେ। ତେବେ ଚାଲନ୍ତୁ ବିଳମ୍ବ ନ କରି ଆଜିର ଭିଡ଼ିଓକୁ ଆମେ ଆରମ୍ଭ କରିବା। ପ୍ରଥମେ ଆମେ ପାଉଲଙ୍କ ବିଷୟରେ ଦେଖିବା। ପାଉଲ ପ୍ରାଚୀନ ସମୟରେ ଜଣେ ଜ୍ଞାନୀ, ଫାରୁସୀ ଏବଂ ଶିକ୍ଷିତ ବ୍ୟକ୍ତି ଥିଲେ। ପାଉଲଙ୍କର ଜନ୍ମ 5 ଖ୍ରୀଷ୍ଟାବ୍ଦରେ ତାର୍ସସଠାରେ ସିଲିସିଆ ସହରରେ ହୋଇଥିଲା ଏବଂ ମୃତ୍ୟୁ 64ରୁ 65 ଖ୍ରୀଷ୍ଟାବ୍ଦରେ ରୋମରେ ହୋଇଥିଲା। ଆଉ ତାଙ୍କର ଶିକ୍ଷକ ଥିଲେ ଗମଲିଏଲ। ତାଙ୍କର ଭାଷା ଥିଲା କୋଏନେ ଗ୍ରୀକ୍। ଆଉ ତାଙ୍କର ଆଗ୍ରହ ତୋରା ଆଉ ବିଭିନ୍ନ ଧାର୍ମିକ ଶାସ୍ତ୍ର ପ୍ରତି ରହିଥିଲା। ପ୍ରେରିତ ପୁସ୍ତକରେ ଆମେ ପାଉଲଙ୍କର ମୁଖ୍ୟ ଭୂମିକା ଦେଖିବାକୁ ପାଇଥାଉ। ପାଉଲ ଯୀଶୁଙ୍କର 12 ଶିଷ୍ୟ ମଧ୍ୟରୁ ଜଣେ ନଥିଲେ, କିନ୍ତୁ ଯୀଶୁଙ୍କ ଜୀବନ କାଳ ମଧ୍ୟରେ ସେ ଯୀଶୁଙ୍କୁ ଜାଣିନଥିଲେ। ଆଉ ପ୍ରେରିତ ପୁସ୍ତକ ଅନୁସାରେ ପାଉଲ ଜଣେ ଫାରୁସୀ ଭାବରେ ଜୀବନ ଯାପନ କରୁଥିଲେ ଏବଂ ସେହି ସମୟରେ ଖ୍ରୀଷ୍ଟିଆନମାନଙ୍କୁ ନିର୍ଯାତନା କରିବାରେ ସେ ଅଂଶଗ୍ରହଣ କରିଥିଲେ। ଆଉ ଯେତେବେଳେ ସ୍ତିଫାନଙ୍କୁ ପ୍ରସ୍ତରରେ ଆଘାତ କରି ମୃତ୍ୟୁଦଣ୍ଡ ଦିଆଯାଉଥିଲା ସେହି ସମୟରେ ସେ ସେଠାରେ ଉପସ୍ଥିତ ଥିଲେ ଏବଂ ସ୍ତିଫାନଙ୍କର ପ୍ରାଣନାଶରେ ସମ୍ମତ ମଧ୍ୟ ଥିଲେ। ତାପରେ ସେ ଶାସକଙ୍କ ନିକଟକୁ ଯାଇ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା କରିବା ପାଇଁ ଅନୁମତି ପତ୍ର ମାଗିଲେ। ଆଉ ସେହି ଅନୁମତି ପତ୍ରକୁ ନେଇକି ଦମେଶକ ରାସ୍ତାରେ ଯାଉଥିଲେ। ଆଉ ସେଠାରେ ସେ ଯୀଶୁଙ୍କର ସ୍ୱର ଶୁଣିଥିଲେ, ହେ ସାଉଲ, ତୁମେ ଆମକୁ କାହିଁକି ତାଡ଼ନା କରୁଅଛ? ସାଉଲ ପଚାରିଥିଲେ, ତୁମେ କିଏ? ଯୀଶୁ ତାଙ୍କୁ ଉତ୍ତର ଦେଇଥିଲେ, ତୁମେ ଯାହାଙ୍କୁ ତାଡ଼ନା କରୁଅଛ ଆମେ ସେହି ଯୀଶୁ ଅଟୁ। ଆଉ ସେତେବେଳେ ସେ ଅନ୍ଧ ହୋଇଯାଇଥିଲେ ଆଉ 3 ଦିନ ପର୍ଯ୍ୟନ୍ତ କିଛି ମଧ୍ୟ ଦେଖିପାରିନଥିଲେ। ଯେତେବେଳେ ହନନୀୟ ତାଙ୍କ ଉପରେ ହସ୍ତାର୍ପଣ କରିଥିଲେ ତାପରେ ହିଁ ସେ ଦେଖିଥିଲେ। ଏହାପରେ ପାଉଲଙ୍କର ଜୀବନ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଥିଲା। ଦିନେ ଯିଏ ଯୀଶୁଙ୍କର ଲୋକମାନଙ୍କୁ ନିର୍ଯାତନା ଦେବାରେ ବ୍ୟସ୍ତ ଥିଲେ, ଆନନ୍ଦ ଅନୁଭବ କରୁଥିଲେ, ସେହି ପାଉଲ ଶେଷରେ ଯୀଶୁଙ୍କର ନିମନ୍ତେ, ତାଙ୍କ ରାଜ୍ୟ ନିମନ୍ତେ ଆଉ ତାଙ୍କ ସୁସମାଚାର ନିମନ୍ତେ ପାଗଳ ହେଲେ। ସେ ଯୀଶୁଙ୍କ ନିମନ୍ତେ ଏମିତି ପାଗଳ ଥିଲେ ଯେ ସେ ଯୀଶୁଙ୍କ ନିମନ୍ତେ ମରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ। ଆଉ 2 କରିନ୍ଥିୟ 11:25ରେ ପାଉଲ କହନ୍ତି, ମୁଁ 3 ଥର ବେତ୍ରାଘାତ, ଥରେ ପ୍ରସ୍ତରାଘାତ, 3 ଥର ଜାହାଜ ଭଙ୍ଗ ସହିଅଛି, ଅଗାଧ ଜଳରେ ଦିବାରାତ୍ର କ୍ଷେପଣ କରିଅଛି। ଆଉ ସେ 3 ଥର ମିଶନାରୀ ଯାତ୍ରା କରିଥିଲେ ସୁସମାଚାରକୁ ପ୍ରଚାର କରିବା ନିମନ୍ତେ। ଆଉ ଯେତେବେଳେ ପାଉଲ ରୋମକୁ ବାହାରିଥିଲେ ସୁସମାଚାର ପ୍ରଚାର କରିବା ପାଇଁ, ସେତେବେଳେ ଜଣେ ବିଶ୍ୱାସୀ ପାଉଲଙ୍କ ବିଷୟରେ ଏକ ଦର୍ଶନ ଦେଖିଥିଲେ। ସିଏ ଆସି ପାଉଲ ଏବଂ ବିଶ୍ୱାସୀମାନଙ୍କୁ ଜଣାଇଥିଲେ ଯେ ରୋମିଓବାସୀମାନେ ପାଉଲଙ୍କୁ କେମିତି ବନ୍ଧନ କରିବେ। ଆଉ ସେତେବେଳେ ପାଉଲ କହିଥିଲେ ଯେ ମୁଁ ଯୀଶୁଙ୍କ ନିମନ୍ତେ ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି। ତାପରେ ସେ ଯେତେବେଳେ ରୋମ ଯାତ୍ରା କରିଥିଲେ ତାଙ୍କୁ ସେଠାରେ ପ୍ରାୟ 64ରୁ 65 ଖ୍ରୀଷ୍ଟାବ୍ଦ ମଧ୍ୟରେ
ତାକୁ ମରାଯାଇଥିଲା। କିଛି ବାଇବେଲ ଜ୍ଞାନୀମାନେ କହନ୍ତି ତାହାଙ୍କର ମସ୍ତକ ଛେଦନ ହୋଇଥିଲା। ଆଉ କିଛି ବାଇବେଲ ଜ୍ଞାନୀମାନେ କହିଥିଲେ ଯେ ତାଙ୍କୁ କରତରେ 2 ଖଣ୍ଡ କରାଯାଇଥିଲା। ସେ ଯାହା ବି ହେଉ, ଯୀଶୁଙ୍କ ନିମନ୍ତେ ମୃତ୍ୟୁବରଣ କରିବା ନିମନ୍ତେ ପାଉଲ ସେହି ସୌଭାଗ୍ୟ ଅର୍ଜନ କରିଥିଲେ। ଏବେ ଆମେ ଦେଖିବା ତିତସ୍ ପ୍ରେରିତ ପାଉଲଙ୍କର ଜଣେ ଶିଷ୍ୟ ଥିଲେ। ଆଉ ତାହାଙ୍କ ଜନ୍ମ ପ୍ରଥମ ଶତାବ୍ଦୀରେ ହୋଇଥିଲା। ସେ ଜଣେ ପ୍ରେରିତ ଏବଂ ଖ୍ରୀଷ୍ଟିଆନ ଲିଡର ମଧ୍ୟ ଥିଲେ ଏବଂ କ୍ରୀତିରେ ସେ ଜଣେ ବିଶପ ମଧ୍ୟ ଥିଲେ। ତାହାଙ୍କର ମୃତ୍ୟୁ କ୍ରୀତିରେ ହୋଇଥିଲା। ଆଉ ସେ 96ରୁ 107 ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ। ସେ ଜଣେ ଗ୍ରୀକ ଲୋକ ଥିଲେ। ଆଉ ପ୍ରେରିତ ଜେରମଙ୍କ କହିବା ଅନୁସାରେ ସେ ପ୍ରାଚୀନ ମାନଙ୍କ ଦ୍ୱାରା ଅଭିଷିକ୍ତ ହୋଇଥିଲେ। ସେ ପାଉଲଙ୍କର ଶିକ୍ଷାକୁ ସର୍ବଦା ଅନୁସରଣ କରୁଥିଲେ। 55ରୁ 56 ଖ୍ରୀଷ୍ଟାବ୍ଦରେ ସେ ରୋମ ସାମ୍ରାଜ୍ୟରେ ପତନ ପରେ ପାଉଲ ଏସିଆ ମାଇନରକୁ ଅଲଗା ହୋଇଥିଲେ। ଆଉ ତିତସକୁ ଏଫିସିଆରୁ କରିନ୍ଥିକୁ ପଠାଇଥିଲେ। ତାଙ୍କର ମୃତ୍ୟୁ 107 ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଆଉ ତାଙ୍କର ମୃତ୍ୟୁ ସାଧାରଣ ମୃତ୍ୟୁ ଥିଲା, ଯେପରି ଜଣେ ବ୍ୟକ୍ତି ବାର୍ଦ୍ଧକ୍ୟ ଅବସ୍ଥାରେ ଉପନୀତ ହୋଇ ପରେ ମୃତ୍ୟୁବରଣ କରେ, ପ୍ରାୟ ସେହିପରି। 97ରୁ 107 ଖ୍ରୀଷ୍ଟାବ୍ଦରେ କ୍ରୀତିଠାରେ ତାହାଙ୍କର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ଆମେ ଦେଖିବା ତିମୋଥି ପାଉଲଙ୍କର ଆତ୍ମିକ ପୁତ୍ର ଥିଲେ ଏବଂ ଜଣେ ଶିଷ୍ୟ ମଧ୍ୟ ଥିଲେ। ଯେତେବେଳେ ପାଉଲ ଏବଂ ବର୍ଣ୍ଣବାସ ପ୍ରଥମ କରି ଲୁସ୍ତ୍ରାକୁ ପରିଦର୍ଶନ କରିଥିଲେ, ସେ ସେଠାରେ ଜନ୍ମରୁ ଖଞ୍ଜ ଜଣକୁ ସୁସ୍ଥ କରିଥିଲେ। ଆଉ ଯେତେବେଳେ ପାଉଲ ଶିଲାଙ୍କ ସହିତ କିଛି ବର୍ଷ ପରେ ପୁଣି ଥରେ ସେହି ଲୁସ୍ତ୍ରାକୁ ପରିଦର୍ଶନ କରିଥିଲେ, ସେତେବେଳେ ତିମୋଥି ଅଲରେଡି ସେହି ସ୍ଥାନୀୟ ମଣ୍ଡଳୀରେ ଜଣେ ସଦସ୍ୟ ହୋଇସାରିଥିଲେ। ଆଉ ତିମୋଥିଙ୍କର ଆଈ ଲୁଇସ୍ ଏବଂ ମା ୟୁନିକ୍ ଉଭୟ ଜିହୁଦୀ ଥିଲେ। ଆଉ 2 ତିମୋଥି 1 ପର୍ବର 5 ପଦ ପଢ଼ନ୍ତୁ। ଆଉ ତିମୋଥିଙ୍କର ବାପା ମଧ୍ୟ ଜଣେ ଜିହୁଦୀ ଥିଲେ। ଆଉ ତିମୋଥିଙ୍କର ଜନ୍ମ 30 ଖ୍ରୀଷ୍ଟାବ୍ଦରେ ଲୁସ୍ତ୍ରାରେ ହୋଇଥିଲା, ପ୍ରାୟ 79ରୁ 80 ଖ୍ରୀଷ୍ଟାବ୍ଦରେ ଆଉ ତାହାଙ୍କର ମୃତ୍ୟୁ ହୋଇଥିଲା। ଆଉ ତିମୋଥି ପାଉଲ ଏବଂ ଶିଲାଙ୍କ ସହିତ କାମ କରୁଥିଲେ ଏବଂ କରନ୍ଥିୟ, ଥେସଲନିକୀୟ, ଫିଲିପିୟ ମଣ୍ଡଳୀ ସ୍ଥାପନ କରିବାରେ ସାହାଯ୍ୟ କରିଥିଲେ। ଆଉ ସେ ପାଉଲଙ୍କର ଜଣେ ଉତ୍ତମ ସହକାରୀ ମଧ୍ୟ ଥିଲେ। ଆଉ ତିମୋଥିଙ୍କ ମୃତ୍ୟୁ ବିଷୟରେ ବାଇବେଲରେ ଲିଖିତ ନାହିଁ, କିନ୍ତୁ ପ୍ରାଚୀନ ଇତିହାସ ଅନୁସାରେ ତାହାଙ୍କର ପ୍ରାକୃତିକ ମୃତ୍ୟୁ ହୋଇଥିଲା, ଯେପରି ଜଣେ ବାର୍ଦ୍ଧକ୍ୟ ହୋଇ ମୃତ୍ୟୁବରଣ କରେ। ଏବେ ଆସିବ ଫିଲିମନ ପ୍ରାଚୀନ କାଳର ଜଣେ ଖ୍ରୀଷ୍ଟିଆନ ଥିଲେ, ଆଉ ଯିଏ ବ୍ୟକ୍ତିଗତ ଭାବରେ ପାଉଲଙ୍କ ଠାରୁ ଏକ ପତ୍ର ଗ୍ରହଣ କରିଥିଲେ। ଆଉ ତାହାଙ୍କର ମୃତ୍ୟୁ 68 ଖ୍ରୀଷ୍ଟାବ୍ଦରେ ହୋଇଥିଲା। ଆଉ ଫିଲିମନ ମଧ୍ୟ ଜଣେ ପ୍ରାଚୀନ କାଳର ପ୍ରେରିତ ଭାବରେ ଜଣାଶୁଣା ଥିଲେ। ଆଉ ପ୍ରାଚୀନ ଇତିହାସରୁ ଏହା ଜଣାଯାଏ ଯେ ଫିଲିମନ ଜଣେ ଧନୀଶାଳୀ ବ୍ୟକ୍ତି ଥିଲେ ଏବଂ ଜଣେ ବିଶପ ନାମରେ ମଧ୍ୟ ଜଣାଶୁଣା ଥିଲେ। ସେହି ସମୟରେ ସମ୍ରାଟ ନେରୋ ଶାସନ କରୁଥିଲେ, ଯିଏ ଜେରୁସାଲେମର ମନ୍ଦିରର ପଥର ସବୁ ହାତୀ ଲଗେଇ ଖସାଇ ଦେଇଥିଲେ। ବିଶେଷ କରି ଇସ୍ରାଏଲର ଗାଜାରେ ସେ ଜଣେ ବିଶପ ଥିଲେ। ଆଉ ଫିଲିମନଙ୍କ ତାଙ୍କର ପ୍ରାକୃତିକ ମୃତ୍ୟୁ ହିଁ ହୋଇଥିଲା। ତାପରେ ବର୍ଣ୍ଣବାସ ପାଉଲଙ୍କର ଜଣେ ସହକାରୀ ମଧ୍ୟ ଥିଲେ, ଯିଏ ପାଉଲଙ୍କ ସହିତ ପ୍ରଭୁ ଯୀଶୁଙ୍କର ସେବା କାର୍ଯ୍ୟ କରୁଥିଲେ। ଆଉ ପ୍ରାଚୀନ ଖ୍ରୀଷ୍ଟିଆନ ପ୍ରଥା ଅନୁସାରେ ଆଉ ବର୍ଣ୍ଣବାସ ମଧ୍ୟ ଜଣେ ଶିଷ୍ୟ ଥିଲେ। ପ୍ରେରିତ 4 ପର୍ବର 36 ପଦ ପଢ଼ନ୍ତୁ। ଆଉ ସେ କୁପ୍ର ଠାରେ ଜନ୍ମଗ୍ରହଣ କରିଥିଲେ, ଆଉ ସେଠାରେ ହିଁ ସେ ମୃତ୍ୟୁବରଣ କରିଥିଲେ। ସେ ମଧ୍ୟ ଗମଲିଏଲଙ୍କ ଜଣେ ଶିଷ୍ୟ ଥିଲେ, ଆଉ ତାହାଙ୍କର ମଧ୍ୟ ପ୍ରାକୃତିକ ଭାବରେ ମୃତ୍ୟୁ ହୋଇଥିଲା। ତେବେ ପ୍ରିୟ ବନ୍ଧୁଗଣ, ଆଜି ଆମେ 5 ଜଣଙ୍କ ପ୍ରଭୁଙ୍କର ଦାସଙ୍କ ବିଷୟରେ ଦେଖିଲୁ। ସେଥିମଧ୍ୟରୁ 4 ଜଣଙ୍କର ପ୍ରାକୃତିକ ମୃତ୍ୟୁ ହୋଇଥିଲା। ଆଉ ଯଦି ଆମେ ପାଉଲଙ୍କର ମୃତ୍ୟୁ ଦେଖିବା, ତାଙ୍କୁ ତାଡ଼ନା କରି ଭୟଙ୍କର ମୃତ୍ୟୁ ପ୍ରଦାନ କରାଯାଇଥିଲା, ଯେପରି ଯୀଶୁଙ୍କର 12 ଜଣ ଶିଷ୍ୟ ମୃତ୍ୟୁବରଣ କରିଥିଲେ। ଆଉ ଏହି ବିଷୟରେ ମୋର ଗୋଟେ ଭିଡ଼ିଓ ରହିଅଛି, ଯୀଶୁଙ୍କର 12 ଶିଷ୍ୟଙ୍କର କିପରି ମୃତ୍ୟୁ ହୋଇଥିଲା। ଯଦି ଆପଣ ଦେଖିବା ପାଇଁ ଚାହୁଁଛନ୍ତି, ତେବେ ଚ୍ୟାନେଲକୁ ଯାଆନ୍ତୁ, ସର୍ଚ୍ଚ କରନ୍ତୁ, ଆଉ ନିଶ୍ଚିନ୍ତ ଭାବରେ ଦେଖିପାରିବେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର।